ଜୁଇରୁ ଉଠିଲା ମଲା ମଣିଷ। ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲରେ ଥିବେ। ତ ସାଙ୍ଗମାନେ, ଆପଣମାନେ ମୋ ଷ୍ଟୋରି ଦେଖି ସାରିଲା ପରେ ଯେଉଁମାନେ ବି କମେଣ୍ଟ କରୁଛନ୍ତି ସେମାନଙ୍କୁ ମୋ ହୃଦୟରୁ ଖାସ୍ କରିକି ବହୁତ ବହୁତ ଧନ୍ୟବାଦ। କାହିଁକିନା ଆପଣମାନେ ମୋତେ ଏମିତି ସପୋର୍ଟ କରିଥିବାରୁ ମୁଁ ଚେଷ୍ଟା କରୁଛି କି ଆପଣମାନଙ୍କ ପାଇଁ ସବୁଦିନ ଗୋଟେ ଲେଖା ଭଲ ଭଲ ଷ୍ଟୋରି ମୁଁ ଯେମିତି ଆଣିପାରେ। ତ ସାଙ୍ଗମାନେ, ଆଉ ବେଶୀ ଡେରି ନକରି ଆଜିର ଏଇ ଭୟାନକ କାହାଣୀଟି ଚାଲନ୍ତୁ ଆରମ୍ଭ କରିବା। ଆଉ ତା ଆଗରୁ ଯଦି ଆପଣମାନେ ମୋ ଚ୍ୟାନେଲକୁ ନୂଆ ଆସିଥିବେ ତାହେଲେ ପ୍ଲିଜ୍ ମୋ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଆଜିର ଏଇ ଏପିସୋଡ଼ଟି ଆରମ୍ଭ କରିବା। ସନ୍ତୋଷ ଯିଏକି ଗୋଟେ ଛୋଟିଆ ଗାଁରେ ରହୁଥାଏ। ଆଉ ସିଏ ତା ବାପା ମାଆଙ୍କର ଗୋଟେ ବୋଲି ପୁଅ ଥିଲା। ଆଉ ସିଏ ଗୋଟେ ଦୋକାନ ଦେଇଥାଏ, ଯେଉଁ ଦୋକାନଟି ତା ଗାଁଠାରୁ ଯାହାହେଲେ 6-7 କିଲୋମିଟର ଦୂରରେ ସେ ଦୋକାନଟି ଥାଏ। ଆଉ ସେ ଦୋକାନ ବନ୍ଦ କରିକି ଘରକୁ ଫେରିଲା ବେଳକୁ ତାକୁ ଟିକେ ରାତି ହେଇଯାଉଥିଲା। କିନ୍ତୁ ଏମିତି ଗୋଟେ ଦିନ ଯେତେବେଳେ ସିଏ ଦୋକାନ ବନ୍ଦ କରିକି ଘରକୁ ଆସୁଥିଲା, ସେତେବେଳେ ଟାଇମ୍ ହୋଇଥିଲା 8ଟା ରାତି। କିନ୍ତୁ ସେ ଯେତେବେଳେ ଘରେ ଆସିକି ପହଞ୍ଚିଲା, ସେତେବେଳେ ତା ବାପା ମା କହିଥିଲେ କି ପୁଅରେ, ଗୋବିନ୍ଦ ବୁଢ଼ା ଏବେ ମରିଯାଇଛନ୍ତି। ସେତେବେଳେ ସନ୍ତୋଷ ଏ କଥା ଯେତେବେଳେ ଶୁଣିଲା, ସେତେବେଳକୁ ତାର ଟିକେ ମନ ଦୁଃଖ ହେଇଯାଇଥିଲା। କାହିଁକି ନା ଗୋବିନ୍ଦ ବୁଢ଼ା ଯିଏ, ସିଏ ତାକୁ ବହୁତ ଭଲ ପାଉଥିଲେ। ଆଉ ସିଏ ଯେତେବେଳେ ଚାଲି ଯାଇଛନ୍ତି, ସେତେବେଳେ ସନ୍ତୋଷ ତୁରନ୍ତ ସେ ଗୋବିନ୍ଦ ବୁଢ଼ାର ଘର ଠେଇକି ସେ ଗଲା। ଯାଇକି ଯେତେବେଳେ ଦେଖିଲା ତାର ସବୁ କୋକେଇ ତିଆରି ହେଉଛି ତାକୁ ମଶାଣିକି ନେବା ପାଇଁ, ସେତେବେଳେ ସିଏ ତାଙ୍କରି ସାଙ୍ଗରେ ମଶାଣିକି ଯିବ ବୋଲି ବାହାରିଥାଏ। କିନ୍ତୁ ଯେତେବେଳେ ଗୋବିନ୍ଦ ବୁଢ଼ାକୁ ତାଙ୍କ ଗାଁର 4-5 ଜଣ ଲୋକ ମିଶିକି ଯେତେବେଳେ ମଶାଣି ଠେଇକି ନେଲେ, ସେତେବେଳେ ସନ୍ତୋଷ ମଧ୍ୟ ତାଙ୍କ ସାଥିରେ ଯାଇଥାଏ। ଯେତେବେଳେ ସେମାନେ ସେଇ ମଶାଣି ପାଖରେ ପହଞ୍ଚିଲେ, ସେତେବେଳେ ସନ୍ତୋଷ ଗୋବିନ୍ଦ ବୁଢ଼ାକୁ ସେମିତି ଦେଖୁଥାଏ। କିନ୍ତୁ ସେହି ସମୟରେ ହଠାତ୍ ଗୋବିନ୍ଦ ବୁଢ଼ା ସେଇ ଜୁଇରେ ଶୋଇଥିଲେ, ହଠାତ୍ ସେ ଉଠି ପଡ଼ିଲେ। ଯେତେବେଳେ ସନ୍ତୋଷ ଆଉ ସେ ଗାଁର ଲୋକମାନେ ଏ ଦୃଶ୍ୟ ଦେଖିଲେ, ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। କାହିଁକିନା ସେମାନେ ଭାବୁଥିଲେ କି ଆମେ ଗୋବିନ୍ଦ ବୁଢ଼ା ଏମିତି ଉଠିଯିବାର ଆମେ ଖୁସି ହେବୁ କି ଆଶ୍ଚର୍ଯ୍ୟ ହେବୁ। କାହିଁକିନା ଏ ଯେଉଁ ଘଟଣାଟି ଏବେ ଘଟିଯାଇଛି ତାଙ୍କ ସାଙ୍ଗରେ, ଇଏ କୌଣସି ଚମତ୍କାରଠୁ କିଛି କମ୍ ନଥିଲା। କାହିଁକିନା ଗୋବିନ୍ଦ ବୁଢ଼ା ମରିବାର ଯାହାହେଲେ 3-4 ଘଣ୍ଟା ବିତି ଯାଇଥିଲା। ଆଉ ତାପରେ ପୁଣି ସେ ମଶାଣି ଠେଇକି ଆଣିଲା ପରେ ସେ ହଠାତ୍ କେମିତି ଜିଇଁ ଉଠିଲା। ସେତେବେଳେ ଗାଁ ଲୋକେ ଆଉ ସନ୍ତୋଷ ସମସ୍ତେ ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେତେବେଳେ ସନ୍ତୋଷ ଆଉ ଗାଁର ଲୋକମାନେ ସମସ୍ତେ ମିଶିକି ଗୋବିନ୍ଦ ବୁଢ଼ାକୁ ଘରକୁ ନେଇ ଆସିଥିଲେ। ଆଉ ସେବେଠାରୁ ସନ୍ତୋଷ ସେ ରାତିରେ ଶୋଇଥିବ, ଯେତେବେଳେ ବି ଶୋଇଥିବ, ସେତେବେଳେ ସେ ଗୋବିନ୍ଦ ବୁଢ଼ାକୁ ସେ ସ୍ୱପ୍ନରେ ଦେଖିବ। ଯେମିତି ଗୋବିନ୍ଦ ବୁଢ଼ା ଆସିକି ତାକୁ ଡାକୁଛନ୍ତି, ତାଙ୍କ ଘରର କବାଟ ବାଡ଼ଉଛନ୍ତି, ସେମିତି ହିଁ ସବୁଦିନ ସନ୍ତୋଷ ସ୍ୱପ୍ନରେ ଦେଖିଲା। ଯେତେବେଳେ ସନ୍ତୋଷ ଏ କଥା ତାଙ୍କ ଘର ଲୋକଙ୍କୁ କହିଲା କି ତା ବାପା ମାଆଙ୍କୁ, କି ମୁଁ ସବୁଦିନ ଗୋବିନ୍ଦ ମଉସାଙ୍କୁ ମୁଁ ସ୍ୱପ୍ନରେ ଦେଖୁଛି। ଆଉ ସେତେବେଳେ ଘରର ଲୋକ, ତା ବାପା ମା ଯିଏ ଥିଲେ, ସେମାନେ ତାକୁ ବୁଝେଇଥିଲେ କି ପୁଅ ତୁ ଦେଖ, ତୁ ସେଦିନ ରାତିରେ
ତାଙ୍କ ସମ୍ମତିଙ୍କ ସାଥିରେ ଗୋବିନ୍ଦ ବୁଢ଼ାକୁ ନେଇକି ମଶାଣି ପାଖକୁ ଯାଇଥିଲ। ଆଉ ସେଠି ଯାହା ବି ତୁ ଘଟଣା ଦେଖିଲୁ ସେ କଥା ତୋ ମନରେ ରହିଯାଇଛି ଆଉ ତାକୁ ତୁ ଭୁଲି ପାରୁନୁ। ସେଥିପାଇଁ ତୋ ଭାବନାରେ ମାନେ ତୋ ସ୍ୱପ୍ନରେ ଇଆଡ଼ୁ ସିଆଡ଼ୁ ସ୍ୱପ୍ନ ତୁ ଦେଖୁଛୁ। ଆଉ ତୁ ଚିନ୍ତା କରେନି, ଆଉ ଚିନ୍ତା କଲେ ସିଏ ସଦାବେଳେ ତୋତେ ସ୍ୱପ୍ନରେ ଦେଖାଦେବେ। ଯେତେବେଳେ ଏ କଥା କହିଥିଲେ ସେତେବେଳେ ସନ୍ତୋଷ କହିଥିଲା ତା ବାପା ମାଆଙ୍କୁ କି ମୁଁ ଆଜିଠୁ ଯାହାହେଲେ 4-5 ଦିନ ଯାକେ ମୋ ଦୋକାନ ଘରେ ମୁଁ ରହିଯିବି। ଆଉ ରାତିର ଖାଇବା ମୋତେ ନେଇକି ଦେଇଦେବ, ମୁଁ ଖାଇସାରିଲା ପରେ ସେଇ ଦୋକାନଠି ହିଁ ଶୋଇବି। ଏମିତି କହିଲା ପରେ ତାଙ୍କ ଘରେ ମଧ୍ୟ ରାଜି ହୋଇଯାଇଥିଲେ। ଆଉ ସେଦିନ ସନ୍ତୋଷ ତା ଗାଁ ଠାରୁ ତା ଦୋକାନଟି ଯାହାହେଲେ 6 କିଲୋମିଟର ଦୂରରେ। ଆଉ ସେଦିନ ସେଇଦିନ ରାତିରେ ସନ୍ତୋଷ ସେଇ ତାରି ଦୋକାନ ଘରେ ଶୋଇଥାଏ। କିନ୍ତୁ ସେଦିନ ଥିଲା ଅମାବାସ୍ୟା ରାତି। ଆଉ ସିଏ ଘରକୁ ଫେରି ନଥିଲା, ସେଇ ଦୋକାନ ଘରେ ହିଁ ଶୋଇଥିଲା। କିନ୍ତୁ ସେହି ସମୟରେ ତାକୁ ଲାଗିଲା ଯେମିତି ତା ଘରର କବାଟ କେହି ତ ଜଣେ ବାଡ଼ଉଛି। ସେତେବେଳେ ସନ୍ତୋଷ ସ୍ୱପ୍ନ ଦେଖୁନଥିଲା କି ସିଏ ସେତେବେଳକୁ ଶୋଇନଥିଲା, କିନ୍ତୁ ସତକୁ ସତ ତାର ଦୋକାନର କବାଟ କେହି ତ ଜଣେ ବାଡ଼ଉଥିଲା। ସେତେବେଳେ ସନ୍ତୋଷ ପୁରା ଡରି ଯାଇଥାଏ, କାହିଁକି ନା ସେତେବେଳକୁ ରାତି ହୋଇଯାଇଥିଲା 10ଟା ରାତି। ଆଉ ଯେତେବେଳେ ସନ୍ତୋଷ ଯାଇକି ଦୁଆର ଖୋଲିଲା ସେତେବେଳେ ସିଏ ଯାହା ଦେଖିଲା ସେତେବେଳକୁ ସିଏ ପୁରା ଭୟରେ ଥରି ଉଠିଥିଲା। କାହିଁକି ନା ତା ଦୁଆର ସାମ୍ନାରେ ଠିଆ ହୋଇଥିଲା ସେଇ ଗୋବିନ୍ଦ ବୁଢ଼ା। ଆଉ ସେଇ ଗୋବିନ୍ଦ ବୁଢ଼ାକୁ ଯେତେବେଳେ ସନ୍ତୋଷ ଦେଖିଲା ସେ ତୁରନ୍ତ ପଚାରିଲା କି ମଉସା କ'ଣ ହେଇଛି, ଆଉ ତମେ ଏତେ ରାତିରେ ଏଠାକୁ କେମିତି ଆସିଲ? ସେତେବେଳେ ଗୋବିନ୍ଦ ମଉସା କହିଲା କି ପୁଅରେ ମୁଁ ମାର୍କେଟ ଆସିଥିଲି, କିନ୍ତୁ ବେଶୀ ରାତି ହେଇଯିବାରୁ ମୁଁ ଆଉ ଘରକୁ ଯାଇପାରିଲିନି। ଆଉ ତୁ ଯଦି ତୋ ଦୋକାନ ଘରେ ଆଜି ରାତିଟା ପାଇଁ ମୋତେ ଶୋଇବାକୁ ଦେବୁ, ଆଉ ସକାଳ ପାଇଲା ପରେ ମୁଁ ଗାଁକୁ ଫେରିଯିବି। ସେତେବେଳେ ସନ୍ତୋଷ କହିଲା ଠିକ୍ ଅଛି, ତେବେ ମୋ ସାଥିରେ ଆଜି ମୋ ଦୋକାନରେ ଶୋଇପଡ଼, କାଲି ସକାଳ ହେଲେ ଆମେ 2 ଜଣ ଯାକ ସାଥି ହେଇକି ଗାଁକୁ ଫେରିଯିବା। କିନ୍ତୁ ଏକଥା ସିନା ସନ୍ତୋଷ ତାକୁ କହିଲେ, କିନ୍ତୁ ସିଏ ଭିତରେ ଭିତରେ ପୁରା ଡରି ଯାଇଥାଏ। କାହିଁକି ନା ସିଏ ଗୋବିନ୍ଦ ବୁଢ଼ାକୁ 4-5 ଦିନ ଆଗରୁ ସିଏ ତା ସ୍ୱପ୍ନରେ ଆସୁଥିଲେ, କିନ୍ତୁ ଏବେ ଯେତେବେଳେ ସିଏ ଦୋକାନ ପାଖକୁ ଆସିକି ଶୋଇଛନ୍ତି ଦୋକାନ ଘରେ, ସେତେବେଳେ ଏ କଥା କାହିଁକି କେଜାଣି ସନ୍ତୋଷକୁ ଟିକେ ଠିକ୍ ଲାଗୁନଥିଲା। କିନ୍ତୁ ସନ୍ତୋଷ ଯେହେତୁ ଦେଖୁଥାଏ କି ଲୋକଟି ମୋରି ଆଖି ସାମ୍ନାରେ ଛିଡ଼ା ହେଇଛି ଆଉ ମୋ ସାଙ୍ଗରେ କଥା ହେଉଛି, ସେତେବେଳେ ସିଏ ଟିକେ ଡରୁ ନଥାଏ। ସେତେବେଳେ ସେଦିନ ଗୋବିନ୍ଦ ବୁଢ଼ା କହିଥିଲା କି ସନ୍ତୋଷକୁ କି ପୁଅ କ'ଣ ଖାଇବା ରଖିଛୁ ଦିଏ, ମୁଁ ଖାଇଲା ପରେ ଶୋଇବି। ସେତେବେଳେ ସନ୍ତୋଷ ମଧ୍ୟ ଖାଇନଥିଲା, ଆଉ ତା ଘରୁ ସିଏ ଯେଉଁ ଟିଫିନରେ ଖାଇବା ଆଣିଥିଲା ସିଏ ସେଇ ଦୋକାନ ଘରେ ଟଙ୍ଗାଇଥାଏ। ତାପରେ ସେମାନେ 2 ଜଣ ସାଥି ହେଇକି ଯେତେବେଳେ ଖାଇବା ବାଢ଼ିଲେ, କିନ୍ତୁ ସେଦିନ ରାତିରେ ସନ୍ତୋଷର ଯେଉଁ ଖାଇବା ଆସିଥିଲା ସେ ଖାଇବା ଟିଫିନ୍ ଯେତେବେଳେ ସନ୍ତୋଷ ଦେଖିଲା ସେତେବେଳେ ସେ ଖାଇବା ଥିଲା ଚିକେନ୍। ଆଉ ଚିକେନ୍ ତରକାରୀ ଯେତେବେଳେ ହେଇଛି ସେତେବେଳେ ସନ୍ତୋଷ ଯେତେବେଳେ ବାଢ଼ିଲା ସେ ଆମିଷ ତରକାରୀକୁ, ସେତେବେଳେ କାହିଁକି କେଜାଣି ଗୋବିନ୍ଦ ମଉସା ସିଏ ଏମିତି ଖାଉଥିଲେ ସେ ଖାଦ୍ୟକୁ ଯେମିତି ସିଏ ବହୁତ ଦିନ ହେଲା 4-5 ଦିନ ହେବ ସେ ଖାଇନଥିବେ, ସେମିତି ହିଁ ଖାଉଥିଲେ। କିନ୍ତୁ ସେତେବେଳେ ସନ୍ତୋଷ ତାଙ୍କୁ ନୋଟିସ୍ କରିଥାଏ କି ଗୋବିନ୍ଦ ମଉସା ଏମିତି କ'ଣ ପାଇଁ ଖାଉଛନ୍ତି। କିନ୍ତୁ ସେତେବେଳକୁ ସନ୍ତୋଷ ଡରି ଯାଇଥାଏ, କାହିଁକି ନା ଗୋବିନ୍ଦ ମଉସା ଗୋଟେ ସାଧାରଣ ଲୋକ ଯେମିତି ଖାଆନ୍ତି ସେମିତି ଖାଉନଥିଲା। ସେ ଖାଉଥିଲା 2 ହାତରେ ମୁଠା ମୁଠା କରି ଖାଉଥିଲା। ସନ୍ତୋଷ ତୁରନ୍ତ ସେ ଦୋକାନ ବାହାରକୁ ବାହାରି ଆସି ତା ବାପା ମାଆଙ୍କୁ କଲ୍ କରିଥିଲା। ଯେତେବେଳେ ସନ୍ତୋଷ ତା ବାପା ମାଆଙ୍କୁ ଏ ଘଟଣା ବିଷୟରେ ସବୁ କହିଲା,
ସେତେବେଳେ ତା ବାପା ମା' ପୁରା ଚମକି ଉଠିଲେ। କାହିଁକି ନା କିଛି ସମୟ ଆଗରୁ ଗୋବିନ୍ଦ ବୁଢ଼ା ମରିସାରିଥିଲା। ଆଉ ଏକଥା ଯେତେବେଳେ ତା ବାପା ମା' ତାକୁ ଜଣେଇଥିଲେ ସନ୍ତୋଷକୁ, ସେତେବେଳେ ସନ୍ତୋଷର ପାଦ ତଳୁ ପୁରା ମାଟି ଖସି ଯାଇଥିଲା। କାହିଁକି ନା ସନ୍ଧ୍ୟାବେଳୁ ଗୋବିନ୍ଦ ବୁଢ଼ା ମରିସାରିଥିଲା। ଆଉ ଏକଥାକୁ ସନ୍ତୋଷ ଜାଣିନଥିଲା। କାହିଁକି ନା ସିଏ ଗାଁ ଠାରୁ ତା କିଛି ବାଟ ଦୂରରେ ସେ ଦୋକାନ ଘରେ ହିଁ ଆଜି ରହିଥିଲା। ସେଥିପାଇଁ ସିଏ ଗାଁର ଘଟଣା ବିଷୟରେ କିଛି ଜାଣିନଥିଲା। ଆଉ ସେତେବେଳେ ସନ୍ତୋଷ ଡରି ଡରି ଯେତେବେଳେ ସେଇ ଘରକୁ ଗଲା, ସେଇ ଦୋକାନ ଘର ଭିତରକୁ ଗଲା, କବାଟ ଖୋଲିକି ଦେଖିଲା, ସେତେବେଳେ ଗୋବିନ୍ଦ ବୁଢ଼ା ଆଉ ସେଠି ନଥିଲା। ଆଉ ସେବେଠାରୁ ସେଇ ମୁହୂର୍ତ୍ତରୁ ସନ୍ତୋଷ ତା ଦୋକାନ ଚାବି ପକାଇ ଘରକୁ ଫେରି ଆସିଥିଲା। ତ ସାଙ୍ଗମାନେ, ଆପଣମାନଙ୍କୁ ଏ ଷ୍ଟୋରି କେମିତି ଲାଗିଲା? ଯଦି ବି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବେ। ଆଉ ଆପଣମାନେ ଯଦି ଏ ଷ୍ଟୋରିକୁ ଏପର୍ଯ୍ୟନ୍ତ ଶୁଣୁଛନ୍ତି ତାହେଲେ ଆପଣମାନଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ତାହେଲେ ରହୁଛି, ଦେଖା ହେବା ଆଉ ଗୋଟେ ନୂଆ କାହାଣୀରେ। ଜୟ ଜଗନ୍ନାଥ।